तो जिला प्रशासन को धन्यवाद जनइबी जे हमको उत्साहित करचंती हमको शुभेच्छा प्रदान करिके आमर चेन्नई रे आयोजित होता सी साइक्लिंग फेडरेशन ऑफ इंडिया तरफ नेशनल साइक्लिंग चैंपियनशिप आयोजित होता जोटा कि नवेम्बर 15 ରୁ 19 जाए होता से आम ओडिशा टीम रे 2टी मेडल गोल्ड और ब्रोंज मु आनी मो टीम मेन्स भी सब मिसिक आम टीम गेम रे आनीचु प्रथमे तो मुझे धन्यवाद देवी डिस्ट्रिक्ट साइक्लिंग एसोसिएशन भद्रक को जी की दीर्घ 10 वर्ष धरी मो सहित रही आसी मोर समस्त सफल असफल मो सहित सब से सपोर्ट कर मोर कोच मनोरंजन बारिक आ मोर जो प्रेसिडेंट जी अच्छा आम अपूर्व रंजन सर से सब मो सहित रही आसुँच सब सब सहयोग सहायता कर बहुत बहुत धन्यवाद आम ओडिशा साइक्लिंग एसोसिएशन को भी बहुत बहुत धन्यवाद देवी जनरल सेक्रेटरी जो प्रसन्न राउत सर आमर प्रेसिडेंट मिनत महापात्र सर मैम को सी भी सब मो सहित रही आसर ब्लेसिंग और सपोर्ट पाई मुझे ये पहुंची पार्टी बहुत बहुत धन्यवाद। थैंक यू। এটা নিশ্চিତ ଭାବରେ ଆମ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବର କଥା। ଆଜି ଆମ ଜିଲ୍ଲାକୁ ଏ ଦୁଇ ଜଣ ଝିଅ ଆମ ଜିଲ୍ଲାର ବର୍ଷାରାଣୀ ବେହେରା ଏବଂ ବର୍ଷାରାଣୀ ବାରିକ ଏବଂ ଉର୍ମିଲା ବେହେରା ସେମାନେ ଦୁଇ ଜଣ ଯାଇକରି ଜାତୀୟ ସ୍ତରର ଯେଉଁ ଇଭେଣ୍ଟ ହେଇଥିଲା ତାମିଲନାଡୁ ସାଇକ୍ଲିଂ ଆସୋସିଏସନ ଆନୁକୂଲ୍ୟରେ ସେଠି ସେମାନେ ଭାଗ ନେଇକରି ଗୋଲ୍ଡ ମେଡାଲ ଏବଂ ବୋଥ୍ ଗୋଲ୍ଡ ଦୁଇ ଜଣ ଗୋଲ୍ଡ ମେଡାଲ ପାଇଛନ୍ତି ଆଉ ଜଣେ ଗୋଲ୍ଡ ମେଡାଲ ଏବଂ ବ୍ରୋଞ୍ଜ ମେଡାଲ ମଧ୍ୟ ପାଇଛନ୍ତି। ତେଣୁ ନିଶ୍ଚିତ ଭାବରେ ଏଇଟା ଗୋଟେ ଆମ ଜିଲ୍ଲା ପାଇଁ ଗର୍ବର କଥା ଏବଂ ତାଙ୍କୁ ଆମେ ସମ୍ବର୍ଦ୍ଧିତ କରିଛୁ ଏବଂ ମୁଁ ଆଶା କରୁଛି ଏଇ ଯେଉଁ ଦୁଇ ଜଣ ଝିଅଙ୍କର ଆଜିର ଯେ ଉପଲବ୍ଧି ତାହା ନିଶ୍ଚିତ ଭାବରେ ଅନ୍ୟ ବଡିଂ ଟ୍ୟାଲେଣ୍ଟସ୍ ମାନଙ୍କୁ ମଧ୍ୟ ମାନେ ତାକୁ ଏନକରେଜ କରିବ ଏବଂ ତାଙ୍କ ସହିତ ଆଜି ଯେଉଁ କୋଚ୍ ଆମର ଅଛନ୍ତି ଯିଏକି ତାଙ୍କ ଏଇଟା ଗୋଟେ ତାଙ୍କର ଜୀବନ ବ୍ୟାପୀ ସାଧନା ସେ ୟଙ୍ଗ ପିଲାଙ୍କୁ ବିଭିନ୍ନ ମାନେ ପଞ୍ଚାୟତ ସ୍ତରରୁ ଗ୍ରାମାଞ୍ଚଳରୁ ସେ ତାଙ୍କୁ ସ୍ପଟିଂ କରିକି ଆଣୁଛନ୍ତି ଏବଂ ତାଙ୍କୁ ତାଙ୍କର ତାଙ୍କୁ ପ୍ରୋତ୍ସାହିତ କରୁଛନ୍ତି ସାଇକ୍ଲିଂକୁ ଗୋଟେ ସ୍ପୋର୍ଟ ହିସାବରେ କ୍ୟାରିୟର ତାକୁ ଚୁଜ୍ କରିବା ପାଇଁ। ତେଣୁ ମୁଁ ଭାବୁଛି ସେ ତାଙ୍କର ଉଦ୍ୟମ ମଧ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ ଆମର କୋଚ୍ ଶ୍ରୀ ମନ୍ମଥ ବାରିକ। ତେଣୁ ମୁଁ ସମସ୍ତ କୋଚ୍ ଏବଂ ଆମର ଦୁଇ ଜଣ ପ୍ରତିଭା ସାଇକ୍ଲିଷ୍ଟ ମାନଙ୍କୁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ଅନେକ शुभेच्छा ଏବଂ ସାଧୁବାଦ ଜ୍ଞାପନ କରୁଛି। ଧନ୍ୟବାଦ।